ରାଗରେ ଆମେ ଅନେକ ସମୟରେ ଅନେକ କଟୁ କଥା କହିଥାଉ। ତେଣୁ କହିବା ଲୋକ ଧୀରେ ଧୀରେ ଏସବୁ ଭୁଲିଯାଏ, ହେଲେ ଶୁଣିବା ଲୋକ ସାରା ଜୀବନ ପର୍ଯ୍ୟନ୍ତ ଏକଥା ମନେ ରଖିଥାଏ। ତେଣୁ କହିବା ପୂର୍ବରୁ 100 ଥର ଚିନ୍ତା କରି କଥା ପଦଟିଏ କୁହନ୍ତୁ। ପାଉଁଜି 1000 ଟଙ୍କାରେ ଆସେ କିନ୍ତୁ ପାଦରେ ବନ୍ଧାଯାଏ। ଟିକିଲି ଟଙ୍କାରେ ମିଳେ କିନ୍ତୁ ମଥାରେ ଲଗାଯାଏ। ସେଥିପାଇଁ ମୂଲ୍ୟର ମହତ୍ତ୍ୱ ନଥାଏ। ମଦ ପିଉଥିବା ଲୋକ କେବଳ ମଦ ପିଇ ନଥାଏ, ସେ ମାଆର ସୁଖ, ସ୍ତ୍ରୀର ଶାନ୍ତି ଆଉ ପିଲାମାନଙ୍କର ସ୍ୱପ୍ନ ଓ ବାପାଙ୍କ ପ୍ରତିଷ୍ଠା ସବୁକିଛି ଗୋଟେ ଢୋକରେ ପିଇ ଦେଇଥାଏ। ସୁନ୍ଦରତାକୁ ସଜାଡ଼ିବା ଅପେକ୍ଷା ସଂସ୍କାର ସଜାଡ଼ିବା ବେଶୀ ଆବଶ୍ୟକ। କାରଣ ସୁନ୍ଦରତା ଧୀରେ ଧୀରେ ଚାଲି ଯାଇଥାଏ, ହେଲେ ମଣିଷ ମରିବା ପର୍ଯ୍ୟନ୍ତ ତା ସଂସ୍କାର ତା ସହିତ ଥାଏ। ଥରେ ମହମବତୀ ଭିତରେ ସୂତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ? ଉତ୍ତରରେ ମହମବତୀ କହିଲା, ଯାହାକୁ ହୃଦୟରେ ସ୍ଥାନ ଦେବ ସେ ଯଦି ଦୂରେଇ ଯାଏ ଲୁହ ଝରିପଡ଼େ। କାଠ ଦଣ୍ଡଟିଏ ନ ପୋଷିଲେ ଯେପରି କୁରାଢ଼ୀ ଗଛ କାଟିପାରେ ନାହିଁ, ସେହିପରି ନିଜ ଲୋକ ସମ୍ପୃକ୍ତ ନଥିଲେ ଘରର ଭିତିରି କଥା ବାହାରେ ପ୍ରଘଟ ହୁଏ ନାହିଁ।